ଦେଖନ୍ତୁ ଆଜି ଭିଡ଼ିଓ ଗୋଟେ ଭଲ କମେଣ୍ଟ ଗୋଟେ ମୁଁ ଆସିଛି ଆଉ ସେ ହେଉଛନ୍ତି ବଣ୍ଟି ପ୍ରଧାନ। ସେ ତାଙ୍କ ଘର ହେଉଛି ପୁରୀ। ସେ କମେଣ୍ଟ କାଲି କରିଥିଲେ ଯେ ହେଲୋ ଦିଦି, ମୁଁ ଆପଣଙ୍କର ସବୁ ଭିଡ଼ିଓ ଦେଖୁଛି, ଆପଣଙ୍କର ଘର କେଉଁଠି ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି, ପ୍ଲିଜ୍ ମୋତେ କ୍ୱେଶ୍ଚିନ୍ର ଆନ୍ସର୍ ନିହାତି ଦେବେ। ହଁ, ମୁଁ କାଲି କମେଣ୍ଟରେ ରିପ୍ଲାଏ ଦେଇଥିଲି। ହଁ, କାଲି ଦିନବେଳା 12ଟା 20 ଭିଡ଼ିଓ ନେଇକି ମୁଁ ଆସିବି, ଆପଣ ଦେଖନ୍ତୁ ଆଉ ଭଲ ପାଆନ୍ତୁ, ସପୋର୍ଟ କରନ୍ତୁ। ହାଏ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା, ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରିସିପାଣିକି ସ୍ୱାଗତ। ଟାଇମ୍ ତ ପାଖାପାଖି ହେଇଗଲାଣି 11ଟା+। ମୁଁ ଏବେ ଭିଡ଼ିଓ ଷ୍ଟାର୍ଟ କରୁଛି। ଆଉ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଆଉ ତା ପୂର୍ବରୁ କହିଦେଉଛି, ଚ୍ୟାନେଲ୍ ଯେଉଁ ନୂଆ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇବେ, ସପୋର୍ଟ କରିବେ। ଆଉ ଆପଣମାନଙ୍କ ଭଲ ପାଇବା ସପୋର୍ଟ ଆଶୀର୍ବାଦ ମୋ ପାଇଁ ହିଁ ସବୁକିଛି। ଆପଣମାନେ ବହୁତ ମୋତେ ସପୋର୍ଟ କରୁଛନ୍ତି, ଭଲ ପାଉଛନ୍ତି ଆଉ ମୋ ଭିଡ଼ିଓ ଦେଖୁଛନ୍ତି ଆଉ କମେଣ୍ଟରେ ମୋତେ ଜଣାଉଛନ୍ତି। ମୁଁ ପଢ଼ା ହେଉ ବଣ୍ଟି ଭାଇ, ତୁମକୁ ବହୁତ ବହୁତ ଧନ୍ୟବାଦ। ଯେହେତୁ ପୁରୀ ଭଳି ଜାଗା, ପବିତ୍ର ଜାଗା ଯେଉଁଠି ଜଗନ୍ନାଥ ମହାପ୍ରଭୁ ରୁହନ୍ତି ଆଉ ଜଗତର ନାଥ ଜଗନ୍ନାଥ, ଆଉ ତୁମେ ସେଇ ଜାଗାରେ ମୋତେ କମେଣ୍ଟ କରିଛ ଆଉ ତୁମ କମେଣ୍ଟ ପଢ଼ିକିରି ମୁଁ ବହୁତ ଖୁସି। ଆଉ ମୁଁ ଆଶୀର୍ବାଦ କରୁଛି ବଣ୍ଟି, ତୁମର ଜୀବନ ତୁମର ଜୀବନ ଚଲାପଥ କୁସୁମିତ ହେଉ ଆଉ ତୁମେ ଜୀବନରେ ଯାହା ବି ସ୍ୱପ୍ନ ଦେଖିଛ ସବୁ ଫୁଲଫିଲ୍ ହେଉ, ଆଗକୁ ଯାଅ, ଗ୍ରୋ କର। ଆଉ ତୁମ ଫ୍ୟାମିଲିକି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଆଶୀର୍ବାଦ କରିଦେବେ ଆଉ ମୋତେ ସପୋର୍ଟ କରିବେ, ଆଶୀର୍ବାଦ କରିବେ ତୁମ ଫ୍ୟାମିଲି ତରଫରୁ। ଆଉ ତୁମ ଫ୍ୟାମିଲିକି ମୋ ତରଫରୁ ଯେଉଁମାନେ ମୋଠୁ ବଡ଼ ବଡ଼ ଅଛନ୍ତି ନମସ୍କାର ଜଣାଇଦେବ ଆଉ ଯେଉଁମାନେ ଛୋଟ ଅଛନ୍ତି ଆଶୀର୍ବାଦ ଜଣାଇଦେବ। ଆଉ ବଣ୍ଟି, ମୁଁ ବହୁତ ଖୁସି, ଯାହା ହେଉ ପୁରୀ ଭଳି ପବିତ୍ର ଜାଗା ଆଉ ସେଇ ଜାଗାରେ ମୋତେ କମେଣ୍ଟ ଆସିଛି, ମୁଁ ବହୁତ ଖୁସି। ଆଉ ଯେବେ ମୁଁ ପୁରୀ ଯିବି ନିହାତି ବଣ୍ଟି ଭାଇ ତୁମ ଘରକୁ ଯିବି, ତୁମେ ଡାକିବ ନା ନାହିଁ ମୋତେ କମେଣ୍ଟରେ ଜଣାଇବ। ଆଉ ଚାଲନ୍ତୁ ବଣ୍ଟି ଭାଇ, ଆମ ଘର ହେଉଛି ଅନୁଗୁଳ ଜିଲ୍ଲାର ତାଳଚେର। ଆଉ ଆମ ଘରେ ସବୁ କିଏ କିଏ ଅଛନ୍ତି? ଆମ ଘରେ 3 ଭାଇ 3 ଭାଉଜ, ମୋର ବଡ଼ ଭାଇର 2ଟା ଝିଅ, ସେ ମ୍ୟାରେଜ୍ କରିସାରିଲେଣି। ଆଉ ମୋ ମଝିଆ ଭାଇର 1 ଝିଅ 1 ପୁଅ। ମୋ ମଝିଆ ଭାଇ ଝିଅ ଅନୁଗୁଳରେ ପଢ଼ୁଛି ଡିପ୍ଲୋମା, ଏଇଟା ତା'ର 3rd ଇୟର୍। ଆଉ ମୋ ମଝିଆ ଭାଇର ପୁଅ ଝିଅ ସେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ୁଛି, ଏଇଟା ତା'ର 5th କ୍ଲାସ୍। ଆଉ ମୋ ସାନ ଭାଇର ହେଉଛି 1 ପୁଅ, ସେ ଇଂଲିଶ ମିଡ଼ିୟମରେ ପଢ଼ୁଛି, ସେ ପଢ଼ୁଛି, ଏଇଟା ତା'ର 8th କ୍ଲାସ୍। ଆଉ ଆମର ଜଏଣ୍ଟ ଫ୍ୟାମିଲି। ଆଉ ଆମେ ହେଲା ନାନୀ ଭଉଣୀ 2 ଜଣ। ଆଉ ଆମର ତ 3 ଭାଇ। ଆଉ ମୋ ବଡ଼ ନାନୀ ଯିଏ ଦିଦି ଯିଏ ସେ ମ୍ୟାରେଜ୍ କରିଛି, ତା'ର 2ଟା ଝିଅ, ତା'ର ବଡ଼ ଝିଅ ମ୍ୟାରେଜ୍ କରିସାରିଛି ଆଉ 1 ଝିଅ, ସାନ ଝିଅଟା ପଢ଼ୁଛି 8th କ୍ଲାସ୍, ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ୁଛି। ଆଉ ଏମିତି ଆମ ଫ୍ୟାମିଲି। ଆଉ ମୋ 3 ଭାଇ ଜବ୍ କରନ୍ତି, ମୋ ବାପା ଜଣେ ରିଟାୟାର୍ଡ଼ ଟିଚର ଆଉ ମା' ହାଉସ୍ୱାଇଫ୍, ଆଉ ମୋ 3 ଭାଉଜ ହାଉସ୍ୱାଇଫ୍। ଆଉ ଏମିତି ଆମର ପରିବାର। ଆଉ ଆମ ପରିବାର ବହୁତ ଖୁସିରେ ଅଛନ୍ତି ଆଉ ଭଗବାନ କିଛି ନା କିଛି ସମସ୍ତଙ୍କୁ ଦେଇଛନ୍ତି। ଆଉ ଭଗବାନଙ୍କ ଦୟାରୁ ଆଶୀର୍ବାଦରୁ ଆମ ପରିବାର ବହୁତ ଖୁସିରେ ରହୁଛୁ। ଆଉ ଏତିକି ଆମ ପରିବାର ଫ୍ୟାମିଲି ବିଷୟରେ ଭାଇ ଜାଣିଲେ ଆଉ ସବୁ ପ୍ରଶ୍ନର ତ ଉତ୍ତର ପାଇଲେ। ଆଉ କମେଣ୍ଟ ପଢ଼ିକି ମୋତେ ପ୍ଲିଜ୍ ମୋତେ ଜଣାଇବ। ଆଉ ମୁଁ ତୁମ କମେଣ୍ଟର ସବୁ ଉତ୍ତର ଦେଇଦେଇଛି। ଆଉ କେବେ ଆସିବ ଆମ ଅନୁଗୁଳ ଜିଲ୍ଲା ଆଉ ଆମ ଘରକୁ ଆସିବ, ମୋତେ କମେଣ୍ଟ କରିବ, ବୁଲିକି ଯିବ। ଆଉ ବହୁତ ଖୁସି। ଆଉ ଚାଲନ୍ତୁ, ବଣ୍ଟି ଭାଇଙ୍କର ଉତ୍ତର ତ ମୁଁ ଦେଇଦେଲି। ଆଉ ଯେଉଁମାନେ ମୋର ୟୁଟ୍ୟୁବର ଭାଇ ଭଉଣୀମାନେ ଅଛନ୍ତି, ସବସ୍କ୍ରାଇବ୍ ଭାଇ ଭଉଣୀମାନେ, ସମସ୍ତେ ଶୁଣନ୍ତୁ, ଜାଣନ୍ତୁ ଆମ ଫ୍ୟାମିଲି ବିଷୟରେ। ଆଉ ଆପଣମାନେ ଦେଖନ୍ତୁ ଭିଡ଼ିଓ, ସପୋର୍ଟ କରନ୍ତୁ। ଆପଣମାନଙ୍କର ତ ଭଲ ପାଇବା ପାଇଁ ମୁଁ ଆଗକୁ ବଢ଼ିପାରୁଛି। ଆପଣମାନଙ୍କର ଟିକେ ଟିକେ ସପୋର୍ଟ ମୋ ପାଇଁ ସବୁ ହିଁ କିଛି। ଆଉ ଏତିକି ଗୋଟେ ଜିନିଷ, ମୋତେ ମାନେ ଯେଉଁ ସବସ୍କ୍ରାଇବର ମାନେ ମୋତେ ଭଲ ପାଉଛନ୍ତି, ସପୋର୍ଟ କରୁଛନ୍ତି, ସେମାନେ ତ ନିହାତି ଭଲ। ଆଉ ଯେଉଁମାନେ ମୋତେ ଖରାପ କମେଣ୍ଟ ଦେଉଛନ୍ତି, ଆକ୍ଚୁଆଲି ମୋତେ ସେ ଖରାପ କମେଣ୍ଟ ଦେଉଛନ୍ତି। ଯଦି ବି ଦେଉଛନ୍ତି ଖରାପ କମେଣ୍ଟ, ମୋତେ ନିହାତି ସେ ଭଲ ପାଉଛନ୍ତି। ଯଦି ଭଲ ପାଉନଥାନ୍ତେ ସେ ଖରାପ କମେଣ୍ଟ ଦେଇନଥାନ୍ତେ। ହେଲେ ବି ମୋ ଭିଡ଼ିଓ ଡେଲି ସେ ଦେଖନ୍ତି ଆଉ ମୋତେ ବି ଖରାପ କମେଣ୍ଟ ଦିଅନ୍ତି। ହେଲେ ବି ଯେଉଁ ଖରାପ କମେଣ୍ଟ ଦେଉଛନ୍ତି ମୁଁ ବହୁତ ଖୁସି, କାରଣ ତୁମେ ଯେତେ ବି ମୋତେ ଖରାପ କମେଣ୍ଟ ଦେଲେ ବି ମୋର କିଛି ହେବନି, କାରଣ ମୋର ଭଗବାନ ଅଛନ୍ତି। ସେଇ କାଳିଆ ଠାକୁର ଜଗନ୍ନାଥ, ଜଗତର ନାଥ ଜଗନ୍ନାଥ ମୋତେ ଆଶୀର୍ବାଦ କରୁଛନ୍ତି। ମୁଁ ବହୁତ ଆଗକୁ ଯିବି, ସପୋର୍ଟ କରୁଛନ୍ତି ମୋତେ। ଭଗବାନଙ୍କର ଆଶୀର୍ବାଦ ଭଲ ପାଇବା ନଥିଲେ ଜଣେ ମଣିଷ ଆଗକୁ ଯାଇପାରିବନି। ଆଉ ଗୋଟେ ଜିନିଷ, ପରିଶ୍ରମ କରିବ, କଷ୍ଟ କରିବ, ନିଷ୍ଠାର ସହିତ କାମ କରିବ, ଦିନେ ନା ଦିନେ ଫଳ ପାଇବ। ଆଉ ବିଶ୍ୱାସ କରିବେନି, ମୁଁ ବହୁତ ପରିଶ୍ରମ କରୁଛି, କଷ୍ଟ ବି କରୁଛି। ଆଉ ପରିଶ୍ରମ ନ କଲେ ଏମିତି ମୁଁ ଆଗକୁ ଯାଇପାରିବିନି। ଯଦି ବିନା ପରିଶ୍ରମରେ କ'ଣ ଆଗକୁ ଯାଇପାରିବି? ଜମା ବି ନୁହେଁ। ତେଣୁ ଭଗବାନ ନିହାତି ଅଛନ୍ତି। ଆଉ ଆପଣମାନେ ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରିଛନ୍ତି, ନୂଆ ହୁଅନ୍ତୁ ବା ପୁରୁଣା ହୁଅନ୍ତୁ, ଭଗବାନ ନିହାତି ତାଙ୍କ ପଛରେ ଅଛନ୍ତି। ଆପଣ କେବେ ଭାବିବେନି ଯେ ଭଗବାନ ନାହାନ୍ତି, ଭଗବାନ ନିହାତି ଅଛନ୍ତି, ଆଶୀର୍ବାଦ କରୁଛନ୍ତି। ଆଉ ଯେଉଁ ୟୁଟ୍ୟୁବର ଭାଇ ଭଉଣୀମାନେ ନୂଆ ଚ୍ୟାନେଲ୍ କରିଛନ୍ତି, ସେମାନେ କହିଛନ୍ତି, ଜଣେ ଜଣେ କମେଣ୍ଟ କରିଛନ୍ତି, ଦିଦି ଆମକୁ ସପୋର୍ଟ କର। ନିହାତି ମୋତେ ବି ହିନ୍ଦୀ ସପୋର୍ଟ ମିଳୁନଥିଲା।
ମୁଁ ଏମିତି କିଛି ଭିଡ଼ିଓ ଆଣିଲି ଆଉ ମୋତେ ବହୁତ ବି ସପୋର୍ଟ ମିଳିଲା ଆଉ ଭଗବାନଙ୍କ ଦୟାରୁ ମୁଁ ଆଜି ଏଇ ଜାଗାରେ ପହଞ୍ଚିଛି। ଆପଣମାନଙ୍କୁ ହିଁ ନିହାତି ମୁଁ ସପୋର୍ଟ କରିବି, ଆଗକୁ ବି କରିବି। ଆଉ ଯେତେକ ସବୁ ଆମର ୟୁଟ୍ୟୁବର ଭାଇ ଭଉଣୀମାନେ, ସବସ୍କ୍ରାଇବର ଭାଇ ଭଉଣୀମାନେ ମୋତେ ଭଲ ପାଉଛନ୍ତି, ଆଉ ଯେତିକି ସବୁ ନୂଆ ଚ୍ୟାନେଲ ବନେଇଛନ୍ତି ସେମାନଙ୍କୁ ବି ସେତିକି ଭଲ ପାଇବା ଦିଅନ୍ତୁ। ଆପଣମାନଙ୍କର ଭଲ ପାଇବା ଟିକେ ଟିକେ ହିଁ ସବୁ ହିଁ କିଛି। ଆଉ ଯଦି ଆପଣମାନେ ଏଡ଼ିକି ଟିକେ ଟିକେ ଭଲ ପାଇବେ ନା, ଜଣେ ମଣିଷ ଏତେ ଭଲ ପାଇବା ପାଇଯିବ। ଆଉ ଯଦି ଆପଣମାନେ ଟିକେ ଟିକେ ଭଲ ପାଇବା ନଦେବେ ତାହେଲେ ସେ କେମିତି ଆଗକୁ ଯିବ? ନିହାତି ହିଁ ଯିବ। ଆଉ ଯେଉଁମାନେ ବଡ଼ ୟୁଟ୍ୟୁବର ଅଛନ୍ତି ସେମାନେ ପୁଣି ଛୋଟରୁ ବଡ଼ ହେଇଛନ୍ତି ନା ନାହିଁ? ଆଉ କ'ଣ ବଡ଼ ଏକାଥରକେ ହେଇଛନ୍ତି? ନା। ଜଣେ ମଣିଷ ଗଛରେ ଚଢ଼ିବ, ଫାଷ୍ଟ କ'ଣ ଗଛ ଆଗକୁ ଯିବ ଭାରି? ଆଗ ଗଛ ମୂଳରେ ରହିବ, ଗଛ ମୂଳରୁ ଚଢ଼ି 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 ଯାଇ ଗଛ ପୁରା ଆଗକୁ ଯିବ। ଆଗକୁ ଗଲେ ସେ ଆସ୍ତେ 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 ଓହ୍ଲେଇ ଶିଖିବ। ତେଣୁ ସବୁ କିଛିର କିଛିଟା ପରିଶ୍ରମ ଅଛି, ନିଷ୍ଠା ଅଛି। ତେଣୁ ଆପଣମାନେ ନିଷ୍ଠାର ସହିତ କାମ କରନ୍ତୁ, ଆଗକୁ ଗ୍ରୋ କରନ୍ତୁ, ଭଗବାନ ନିହାତି ସାଥ ଦେବେ।